ଜଗନ୍ନାଥ। ବନ୍ଧୁଗଣ, ଆଜି ହେଉଛି 12 ମେ 2025 ସୋମବାର, ବୈଶାଖ ମାସ ପୂର୍ଣ୍ଣିମା ଏବଂ ମେଷ 29 ଦିନ। ଆଜିର ସୂର୍ଯ୍ୟୋଦୟ ସମୟ ସକାଳ 5:11 ଏବଂ ସୂର୍ଯ୍ୟାସ୍ତ ସମୟ ସନ୍ଧ୍ୟା 6:14। ବର୍ତ୍ତମାନ ଆସନ୍ତୁ ଜାଣିବା ଆଜିର ରାଶିଫଳ ବିଷୟରେ। ପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ମେଷ ରାଶି ଆଜି ଅପରାହ୍ନ 2:10 ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ଯୋଗୁଁ ସେ ସମୟ ପର୍ଯ୍ୟନ୍ତ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ଯାନବାହନରେ ଖର୍ଚ୍ଚାନ୍ତ, ସ୍ୱଜନ ପରିଜନଙ୍କ ସହ ବିବାଦ, ବାଣିଜ୍ୟ ବ୍ୟବସାୟରେ କ୍ଷତି ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ। ଏହାପରେ ପଞ୍ଚମ ଚନ୍ଦ୍ର ଏବଂ ସୋମବାର ଯୋଗୁଁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଧନ ସମ୍ପଦ ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ଶୀର୍ଷରେ ରହିବ। ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ପିତାମାତାଙ୍କ କୃପା ଲାଭ କରିବେ। ଯେଉଁମାନଙ୍କର ଦ୍ୱିଜା ମେଷ, ସେମାନେ ଆଜି ସୁଫଳ ପାଇବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଗେରୁଆ, ଶୁଭ ସଂଖ୍ୟା 6। ଆଜି ଆପଣ ପ୍ରଭୁ ହନୁମାନଙ୍କୁ ଆରାଧନା କରନ୍ତୁ। ତାପରେ ଜାଣିବା ବୃଷ ରାଶି ବିଷୟରେ। ବୃଷ ରାଶି ଆଜି ଅପରାହ୍ନ 2:10 ପର୍ଯ୍ୟନ୍ତ ତୃତୀୟ ଚନ୍ଦ୍ର ଯୋଗୁଁ ସେ ସମୟ ପର୍ଯ୍ୟନ୍ତ ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖ ଶାନ୍ତି ଏବଂ ଭାଇ ଭଉଣୀଙ୍କ ସାହାଯ୍ୟ ସହଯୋଗ ମିଳିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ। ଏହାପରେ ଚତୁର୍ଥ ଚନ୍ଦ୍ର ଯୋଗୁଁ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ଧନକୁ ନେଇ ବିବାଦ ଓ ବିପଦ ଆସିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ। ଯେଉଁମାନଙ୍କର କୃତିକା ଓ ରୋହିଣୀ ବୃଷ, ସେମାନେ ଆଜି ସତର୍କ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ନୀଳ, ଶୁଭ ସଂଖ୍ୟା 2। ଆଜି ଆପଣ ମା କମଳାଙ୍କୁ ଆରାଧନା କରନ୍ତୁ। ତାପରେ ଜାଣିବା ମିଥୁନ ରାଶି ବିଷୟରେ। ମିଥୁନ ରାଶି ଆଜି ଦ୍ୱିତୀୟ ଚନ୍ଦ୍ର ଓ ତୃତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଏବଂ ବୁଧଙ୍କ ନକ୍ଷତ୍ର ଅପରାହ୍ନ 2:10 ପର୍ଯ୍ୟନ୍ତ ରହୁଥିବାରୁ ଘାତବାରର ପ୍ରଭାବ ରହିବ ନାହିଁ। ଧନ ପ୍ରତି, ଆୟ ପ୍ରତି ଦୁର୍ବଳତା ପ୍ରକାଶ ପାଇବ ଏବଂ ଧନ ଓ ଆୟ ଅଧିକ କରିବା ପାଇଁ ନୂତନ କଳାକୌଶଳ ଆପଣାଇବେ। ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ମନରେ ପ୍ରସନ୍ନତା, ପରିବାରରେ ସୁଖ ଶାନ୍ତି, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖ ଶାନ୍ତି, ସ୍ୱଜନରେ ସୁସମ୍ପର୍କ ଏବଂ ଭାଇ ଭଉଣୀଙ୍କ ସହ ସମ୍ପର୍କ ମଧୁର ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ମିଳିବ। ଯେଉଁମାନଙ୍କର ମୃଗଶିରା ଓ ଆର୍ଦ୍ରା ମିଥୁନ, ସେମାନେ ଆଜି ସୁଫଳ ପାଇବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ମେରୁନ୍, ଶୁଭ ସଂଖ୍ୟା 4। ଆଜି ଆପଣ ଭଗବାନ ବିଷ୍ଣୁଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା କର୍କଟ ରାଶି ବିଷୟରେ। କର୍କଟ ରାଶି ଆଜି ଅପରାହ୍ନ 2:10 ପର୍ଯ୍ୟନ୍ତ ଶ୍ରୀଚନ୍ଦ୍ର ଯୋଗୁଁ ସେ ସମୟ ପର୍ଯ୍ୟନ୍ତ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ମାର୍ଜିତ ଏବଂ ସର୍ବଜନ ଆଦୃତ ହେବ ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ। ଏହାପରେ ଘାତଚନ୍ଦ୍ର ଯୋଗୁଁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ପ୍ରକାଶ ପାଇବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ। ଧନକ୍ଷତି, ପରିବାରରେ ଅଶାନ୍ତି ଏବଂ ଶାରୀରିକ ପୀଡ଼ା ଭୋଗିବେ। ଅନ୍ୟକୁ ଦେଇଥିବା ଧନ ପାଇବାରେ ବିଫଳ ହେବେ ଏବଂ ଅନ୍ୟଠାରୁ ଆଣିଥିବା ଧନ ଫେରାଇବାରେ ବିଫଳ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ। ଯେଉଁମାନଙ୍କର ପୁଷ୍ୟ କର୍କଟ, ସେମାନେ ଆଜି ସତର୍କ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଧଳା, ଶୁଭ ସଂଖ୍ୟା 5। ଆଜି ଆପଣ ଭଗବାନ ଶିବଙ୍କୁ ଆରାଧନା କରନ୍ତୁ।
ତାପରେ ଜାଣିବା ସିଂହ ରାଶି ବିଷୟରେ। ସିଂହ ରାଶି ଆଜି ଅପରାହ୍ନ 2ଟା10 ପର୍ଯ୍ୟନ୍ତ ଦ୍ୱାଦଶ ଚନ୍ଦ୍ର ଏବଂ ସକାଳ 7ଟା36 ପରେ ଘାତ ତିଥି ଯୋଗୁଁ ଆୟ 5 ଟଙ୍କା ହେଲେ ବ୍ୟୟ 25 ଟଙ୍କା ହେବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ। ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଓ ଅଯଥା ବିଳମ୍ବ ଦେଖାଦେବ। ଏହାପରେ ଶ୍ରୀଚନ୍ଦ୍ର ଯୋଗୁଁ କ୍ଷତି ସାମାନ୍ୟ ପରିବର୍ତ୍ତନ ଆସିବ ଏବଂ ସମସ୍ତ କର୍ମରେ ଓ ବ୍ୟବସାୟରେ ଅତି ଉତ୍ତମ ଫଳ ପ୍ରାପ୍ତି ହେବ। ଯେଉଁମାନଙ୍କର ପୂର୍ବ ଫାଲ୍ଗୁନୀ ସିଂହ ସେମାନେ ଆଜି ଉପକୃତ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଗୋଲାପୀ, ଶୁଭ ସଂଖ୍ୟା 11। ଆଜି ଆପଣ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା କନ୍ୟା ରାଶି ବିଷୟରେ। କନ୍ୟା ରାଶି ଆଜି ଅପରାହ୍ନ 2ଟା10 ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର ଯୋଗୁଁ ସେ ସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କ କୃପା ଲାଭ କରିବେ। ଏହାପରେ ଦ୍ୱାଦଶ ଚନ୍ଦ୍ର ଯୋଗୁଁ ଅର୍ଜନ କରିଥିବା ଆୟ ବୋଧ ଖର୍ଚ୍ଚରେ ଯିବ ଏବଂ ଅପବ୍ୟୟ, ଅପବାଦ ଓ ଅପଯଶର ଶିକାର ହେବେ। ଅଯଥା ଖର୍ଚ୍ଚ, ବୃଥା ଭ୍ରମଣ ଲାଗି ରହିବ ଏବଂ ଧୈର୍ଯ୍ୟ ଶକ୍ତି, ସହନଶୀଳତା, ମନୋବଳ, ଇଚ୍ଛାଶକ୍ତି ଦୁର୍ବଳ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଠାରୁ ବ୍ୟୟ ଅଧିକ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର ଉତ୍ତରା ଫାଲ୍ଗୁନୀ ଓ ହସ୍ତା କନ୍ୟା ସେମାନେ ଆଜି ସତର୍କ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ କଫି, ଶୁଭ ସଂଖ୍ୟା 8। ଆଜି ଆପଣ ମା ତ୍ରିପୁର ସୁନ୍ଦରୀଙ୍କୁ ଆରାଧନା କରନ୍ତୁ। ତାପରେ ଜାଣିବା ତୁଳା ରାଶି ବିଷୟରେ। ତୁଳା ରାଶି ଆଜି ଦଶମ ଚନ୍ଦ୍ର ଓ ଏକାଦଶ ଚନ୍ଦ୍ର ସୋମବାର ଏବଂ ବୁଧଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ଏବଂ ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ। ନୂତନ ବ୍ୟବସାୟ, ବିଦେଶ ଯାତ୍ରାର ସୁଯୋଗ ଜୁଟିବ ଏବଂ ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବା ସହିତ ଉନ୍ନତିମୂଳକ କର୍ମରେ ଧନ ଓ ଧ୍ୟାନ ଉଭୟ ବିନିଯୋଗ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ସହକର୍ମୀଙ୍କ ସହଯୋଗ, ପଦସ୍ଥ ଅଧିକାରୀଙ୍କ କୃପା, ଉଚ୍ଚ ସମ୍ମାନ, ଉଚ୍ଚ ପଦବୀ ପ୍ରାପ୍ତ ହେବ। ଯେଉଁମାନଙ୍କର ଚିତ୍ରା ଓ ସ୍ୱାତି ତୁଳା ସେମାନେ ଆଜି ସୁଫଳ ପାଇବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ସିଲଭର, ଶୁଭ ସଂଖ୍ୟା 2। ଆଜି ଆପଣ ମା କମଳାଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ବିଛା ରାଶି ବିଷୟରେ। ବିଛା ରାଶି ଆଜି ନବମ ଓ ଦଶମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭ ଦୃଷ୍ଟିରେ ରହିବେ। ପରୋପକାର, ସମାଜସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ନୂତନ କର୍ମାରମ୍ଭ ଓ କର୍ମ ନିଯୁକ୍ତିର ଖବର ମିଳିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ। କର୍ମ ପ୍ରତି ଏକାଗ୍ରତା, ଆନ୍ତରିକତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ ଏବଂ ସମ୍ମାନ ମିଳିବ। ଯେଉଁମାନଙ୍କର ଜ୍ୟେଷ୍ଠ ବିଛା ସେମାନେ ଆଜି ଉପକୃତ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଲାଲ, ଶୁଭ ସଂଖ୍ୟା 3। ଆଜି ଆପଣ ମା ବଗଳାମୁଖୀଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ଧନୁ ରାଶି ବିଷୟରେ। ଧନୁ ରାଶି ଆଜି ଅପରାହ୍ନ 2ଟା10 ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ଯୋଗୁଁ ସେ ସମୟ ପର୍ଯ୍ୟନ୍ତ ଯେକୌଣସି କର୍ମ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରିବେ। ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ। କର୍ମରେ ବିଫଳତା ଓ ବହୁବିଧ ସମସ୍ୟା ଦେଖାଦେବ। ଏହାପରେ ନବମ ଚନ୍ଦ୍ର ଯୋଗୁଁ ସ୍ଥିତିରେ କିଛିଟା ପରିବର୍ତ୍ତନ ଆସିବ ଏବଂ ମନରେ ପ୍ରସନ୍ନତା ଭାବ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପଦସ୍ଥ ଅଧିକାରୀଙ୍କ ଶୁଭ ଦୃଷ୍ଟିରେ ରହିବେ। ଯେଉଁମାନଙ୍କର ପୂର୍ବ ଆଷାଢ଼ ଧନୁ ସେମାନେ ଆଜି ଉପକୃତ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ହଳଦିଆ, ଶୁଭ ସଂଖ୍ୟା 2।
ଆଜି ଆପଣ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ମକର ରାଶି ବିଷୟରେ। ମକର ରାଶି ଆଜି ଅପରାହ୍ନ 2ଟା10 ପର୍ଯ୍ୟନ୍ତ ସପ୍ତମ ଚନ୍ଦ୍ର ଯୋଗୁଁ ସେ ସମୟ ପର୍ଯ୍ୟନ୍ତ ମନରେ ପ୍ରସନ୍ନତା, ଦାମ୍ପତ୍ୟ ଜୀବନରେ ମଧୁରତା, ପରିବାରରେ ସୁଖ ଶାନ୍ତି ଏବଂ ପରିଚିତ ମହିଳାଙ୍କଠାରୁ ସାହାଯ୍ୟ, ସହଯୋଗ ଓ ଧନ ମିଳିବ। ବାଣିଜ୍ୟ ବ୍ୟବସାୟରେ ଆୟ ଉତ୍ତମ ହେବ ଏବଂ କର୍ମରେ କିଛିଟା ସଫଳତା ମିଳିବ। ଏହାପରେ ଘାତଚନ୍ଦ୍ର ଯୋଗୁଁ ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ଚାଲିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ। ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ଦେଖାଦେବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ। ଯେଉଁମାନଙ୍କର ଉତ୍ତର ଆଷାଢ଼ ଓ ଶ୍ରବଣ ମକର, ସେମାନେ ଆଜି ସତର୍କ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଇନ୍ଦ୍ରନୀଳ, ଶୁଭ ସଂଖ୍ୟା 11। ଆଜି ଆପଣ ମା ଚଣ୍ଡୀଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା କୁମ୍ଭ ରାଶି ବିଷୟରେ। କୁମ୍ଭ ରାଶି ଆଜି ଷଷ୍ଠ ଓ ସପ୍ତମ ଚନ୍ଦ୍ର ସୋମବାର ଏବଂ ବୁଧ ଓ କେତୁଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା, ଚାଲିଚଳନରେ ସଂଯମତା, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ। ପୁତ୍ର, କନ୍ୟା, ଭାତୃ, ଭଗ୍ନୀଙ୍କ ବୈବାହିକ କର୍ମର ଆୟୋଜନ କରିବେ କିମ୍ବା ପରିବାର ସହ କୌଣସି ମାଙ୍ଗଳିକ କର୍ମରେ ଯୋଗ ଦେବେ। ମୂଲ୍ୟବାନ ଧାତୁ, ବସନଭୂଷଣ ଓ ସୌଖିନ ଘରୋଇ ଉପକରଣ କ୍ରୟ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ କଳା, ଶୁଭ ସଂଖ୍ୟା 3। ଆଜି ଆପଣ ମା କାଳୀଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ତାପରେ ଜାଣିବା ମୀନ ରାଶି ବିଷୟରେ। ମୀନ ରାଶି ଆଜି ପଞ୍ଚମ ଓ ଷଷ୍ଠ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଘାତ ନକ୍ଷତ୍ରର ପ୍ରଭାବ ରହିବ ନାହିଁ। ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି ଓ ସ୍ମରଣ ଶକ୍ତିର ବିକାଶ ଘଟିବ ଏବଂ ରୋଗ, ଋଣ, ଦୁଃଖ, ଶୋକ, କ୍ଲେଶ ଓ ମାନସିକ ଅବସାଦରୁ ମୁକ୍ତି ମିଳିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଓ ପ୍ରତିବନ୍ଧକ ଦୂର ହେବ। ଯେଉଁମାନଙ୍କର ରେବତୀ ମୀନ, ସେମାନେ ଆଜି ଉପକୃତ ହେବେ। ଆପଣଙ୍କ ପାଇଁ ଆଜି ଶୁଭ ରଙ୍ଗ ଲାଲ, ଶୁଭ ସଂଖ୍ୟା 9। ଆଜି ଆପଣ ପ୍ରଭୁ ଗଜାନନଙ୍କୁ ଆରାଧନା କରନ୍ତୁ। ଆପଣଙ୍କ ଦିନଟି ଭଲରେ କଟିବ। ଏମିତି ପ୍ରତ୍ୟେକ ଦିନ ରାଶିଫଳ ବିଷୟରେ ଜାଣିବା ପାଇଁ ବର୍ତ୍ତମାନ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଆସୁଥିବା ବେଲର ଆଇକନକୁ ମଧ୍ୟ ପ୍ରେସ୍ କରିନିଅନ୍ତୁ ଏବଂ ଭିଡ଼ିଓଟିକୁ ନିଜ ପରିବାର, ବନ୍ଧୁବାନ୍ଧବକୁ ମଧ୍ୟ ସେୟାର କରିନିଅନ୍ତୁ। ଜୟ ଜଗନ୍ନାଥ। ନମସ୍କାର।